एबे आमे पढ़िबा चौतीसा। तो चौतीसा प्राचीन और मध्ययुगीय साहित्यर एक अमूल्य रत्न होची चौतीसा। संस्कृत शब्द चतुस्त्रिंशत्रु चौत्रिशा एवं परे यह चौतीसारे रूपांतरित होईछि। क ठारू क्ष पर्यंत 34टी वर्णमाला को क्रमान्वୟରେ पदर आद्ୟରେ रखी एक सीमित परिसर मध्य भाव प्रकाश होउछि चौतीसार वैशिष्ट्य। ଏହି 34ଟି ବ୍ୟଞ୍ଜନ ବର୍ଣ୍ଣରୁ ପ୍ରତ୍ୟେକଟିକୁ ଆରମ୍ଭରେ ରଖି ଗୀତ ରଚନା କରିବାର ଯୋଜନାକୁ ଚଉତିଶା କୁହାଯାଏ। ସେହିପରି କ୍ଷ ଠାରୁ କ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଣ୍ଣକୁ ଆଦ୍ୟରେ ରଖି ଗୀତ ରଚନା ପ୍ରକ୍ରିୟାକୁ ଅଲଟ ଚଉତିଶା କୁହାଯାଏ। ତ ଆଲୋଚକ ସୁରେନ୍ଦ୍ର ମହାନ୍ତି ଚଉତିଶା ତାନ୍ତ୍ରିକ ପରମ୍ପରାର ପରିଣତି ବୋଲି ମତ ଦିଅନ୍ତି। ତନ୍ତ୍ରଶାସ୍ତ୍ରରେ ଅ ଠାରୁ କ୍ଷ ପର୍ଯ୍ୟନ୍ତ 50ଟି ବର୍ଣ୍ଣକୁ ପାଦର ଆଦ୍ୟ ଚରଣରେ ରଖାଯାଇ ସ୍ତୁତିଗାନ ରଚନା କରାଯାଇଛି। ଏହି 50 ବର୍ଣ୍ଣକୁ ମାତୃକା ବର୍ଣ୍ଣ କୁହାଯାଏ। ଏହି ସ୍ତୁତିରେ ବାଗ୍ଦେବୀ ସନ୍ତୁଷ୍ଟ ହୁଅନ୍ତି ବୋଲି ଜନଶ୍ରୁତି ରହିଛି। ଦେବୀଙ୍କୁ ମଧ୍ୟ ବର୍ଣ୍ଣମୟୀ ବା ସକଳ ଲିପିମୟୀ ବୋଲି ଅଭିହିତ କରାଯାଇଛି। ଗୋବର୍ଦ୍ଧନଙ୍କ ଆର୍ଯ୍ୟ ସପ୍ତଶତୀ, ରାମଚନ୍ଦ୍ର ଦୀକ୍ଷିତଙ୍କ କାବ୍ୟମାଳା ଏହାର ସଫଳ ଦୃଷ୍ଟାନ୍ତ। ହିନ୍ଦୀ ସାହିତ୍ୟରେ ଏହି ପ୍ରକାର ରଚନାକୁ ଗୈତ୍ରୀଂସା ବା କଖହରା ଅଖରାବଟ କୁହାଯାଏ। ଅକ୍ଷରାବତରୁ ଅଖରାବଟ ଶବ୍ଦ ଆସିଥିବା ଯଥାର୍ଥ। ଓଡ଼ିଶାରେ ସାଧାରଣତଃ ଚଉତିଶାରେ ଗୋଟିଏ ଲେଖାବୃତ୍ତ ଥାଏ। କେତେକ ସ୍ଥାନରେ ଏକାଧିକ ବୃତ୍ତ ମଧ୍ୟ ଦେଖିବାକୁ ମିଳେ। ପୁଣି କିଛି ସ୍ଥାନରେ ମେଷଯୁଦ୍ଧ ପଦ୍ଧତିରେ ବ୍ୟଞ୍ଜନ ବର୍ଣ୍ଣକୁ ଆଦ୍ୟରେ ରଖି କରାଯାଉଥିବା ରଚନାକୁ ମେଷଯୁଦ୍ଧ ଚଉତିଶା କୁହାଯାଏ। ଅର୍ଥାତ୍ ଏଠାରେ କ ପରେ ଶେଷ ବର୍ଣ୍ଣ କ୍ଷ, ଖ ପରେ ହ କ୍ରମରେ ଏହା ରଚିତ ହୋଇଥାଏ। ଚଉତିଶାକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇପାରେ ଯଥା ଭକ୍ତିମୂଳକ ଚଉତିଶା, ପୌରାଣିକ ଚଉତିଶା, ତତ୍ତ୍ୱପ୍ରଧାନ ଚଉତିଶା, ପ୍ରୀତିମୂଳକ ଚଉତିଶା ଏବଂ ବିବିଧ ଚଉତିଶା। ଦେବ ଦେବୀଙ୍କ ନାମାନୁସାରେ ଚଉତିଶା ମଧ୍ୟ ରଚିତ ହୋଇଥାଏ। ଘଟଣା, ଭାବ, ଅବସ୍ଥା ଅନୁସାରେ ଚଉତିଶା ରଚିତ ହୋଇଥାଏ। ରାଗ ଅନୁଯାୟୀ ଚଉତିଶା ମଧ୍ୟ ନାମିତ ହୋଇଥାଏ। ନାମାନୁସାରେ ରଚିତ ଚଉତିଶା ହେଲା ବୈଦେହୀ ଚଉତିଶା, ରାଧାକୃଷ୍ଣ ମିଳନ ଚଉତିଶା, ମନ୍ଦୋଦରୀ ଚଉତିଶା ଇତ୍ୟାଦି। ଆଳଙ୍କାରିକ ପଦ୍ଧତି ଅନୁସାରେ ଯମକରାଜ ଚଉତିଶା, କକାର ଚଉତିଶା, ରକାର ଚଉତିଶା ମଧ୍ୟ ରହିଛି। ଓଡ଼ିଆ ଭାଷାରେ ରଚିତ ଚଉତିଶା ଗୁଡ଼ିକର 34ଟି ବ୍ୟଞ୍ଜନ ବର୍ଣ୍ଣ ହେଉଛି କ, ଖ, ଗ, ଘ, ନ, ଚ, ଛ, ଜ, ଝ, ନ, ଟ, ଠ, ଡ, ଢ, ଅଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ଜ, ର, ଳ, ବ, ତାପରେ ତାଲବେଶ, ଦନ୍ତସ, ଦନ୍ତସ, ହ, କ୍ଷ। ଏଠାରେ ଙ, ଣି, ଣ ଆଦି ବର୍ଣ୍ଣ ସ୍ଥାନରେ ନ ବ୍ୟବହୃତ ହୋଇଛି। ନ ବର୍ଣ୍ଣର ଏକାଧିକ ବ୍ୟବହାର ପରିଲକ୍ଷିତ ହୁଏ। ଳ ବର୍ଣ୍ଣ ଆଦ୍ୟରେ ରଖି ପଦ ରଚନା ଓଡ଼ିଆରେ ନାହିଁ। କ ଠାରୁ କ୍ଷ ଯାଏ ପ୍ରାନ୍ତାକ୍ଷର ଘେନି କର୍ମ ବର୍ଗ ଏ ହୋଇବ। ଏକ ଶବ୍ଦକୁ ନାନା ଅର୍ଥେ ବୁଝାଇ କବି କି ପ୍ରମାଦ ଦେବ। କବି ଦୀନକୃଷ୍ଣ ମଧ୍ୟ ଉଭୟ ସଂସ୍କୃତ ଓ ଓଡ଼ିଆରେ ଆର୍ତ୍ତତ୍ରାଣ ଚଉତିଶା ରଚନା କରିଛନ୍ତି। ତାପରେ ଦେଖିପାରୁଥିବେ ଚଉତିଶା ରୀତି। ଅଲଟ ଚଉତିଶା ବା ବିପରୀତ ଚଉତିଶା କ୍ରମରେ ରଚିତ ହୋଇଛି ଭୀମଭୋଇଙ୍କ ଅନେକ ଚଉତିଶା। ଶ୍ୟାମଘନଙ୍କ ହଂସଦୂତ ଚଉତିଶା, ବ୍ରଜସୁନ୍ଦରଙ୍କ ସବ୍ୟସାଚୀ ଚଉତିଶା, ମେଷଯୁଦ୍ଧ ଚଉତିଶା ରୀତିରେ ରଚନା କରାଯାଇଛି। ଶ୍ୟାମଘନ, ଜଗନ୍ନାଥ ଓ ଜଗଦୀଶ ମେହେରଙ୍କ କେତେକ ଚଉତିଶା। କେତେକ ଚଉତିଶାରେ ବା ଚରଣରେ ମଧ୍ୟ ଓ କେତେକ ଚଉତିଶାରେ ଚରଣରେ ଆଦ୍ୟ ଓ ପ୍ରାନ୍ତରେ ଅକ୍ଷର ନିୟମ ରକ୍ଷା କରାଯାଇଥାଏ। ଉଦାହରଣ ସ୍ୱରୂପ କାନ୍ତା ମୋ କାନ୍ତି ବିଦିତ କେତକୀ, କଟାକ୍ଷ ତାର ମୋର ନିକେତକୀ। କେତେକ ଚଉତିଶାରେ ଗୋଟିଏ ପଦରେ ଦୁଇଟି ବ୍ୟଞ୍ଜନ ବର୍ଣ୍ଣ କ୍ରମ ଅନୁସାରେ ପଦର ଆଦ୍ୟ ଓ ପ୍ରାନ୍ତରେ ବ୍ୟବହୃତ ହୋଇଥାଏ। ଦେଖିଦେବେ ଚଉତିଶାର ନାମକରଣରେ ମଧ୍ୟ
କବିମାନଙ୍କ କବିତ୍ୱ ଓ ପାଣ୍ଡିତ୍ୟର ବୈଚିତ୍ର୍ୟ ପରିଲକ୍ଷିତ ହୋଇଛି। 1ରେ କବି ବା ସ୍ରଷ୍ଟାଙ୍କ ନାମ ଅନୁସାରେ ଚଉତିଶା ରଚନା କରାଯାଇଛି, ଯଥା ବିପ୍ରସିଂହ ଚଉତିଶା, ଲୋକନାଥ ଚଉତିଶା, ଜୟସିଂହ ଚଉତିଶା, ନନ୍ଦାବାଇ ଚଉତିଶା ଇତ୍ୟାଦି। 2ରେ ନାୟିକାର ଭେଦ ଅନୁସାରେ ରଚିତ ହୋଇଛି ଷଣ୍ଢ ନୃପତିଙ୍କର ଅଭିସାରିକା ଚଉତିଶା, ବାସକସଜା ଚଉତିଶା, ବିଦ୍ୟାଧରଙ୍କ ପ୍ରସିଦ୍ଧ ଭର୍ତ୍ତୃକା ଚଉତିଶା, ଅଶ୍ୱନୃପତିଙ୍କ ଉତ୍କଣ୍ଠିତା ଚଉତିଶା, ବିଦ୍ୟାଧରଙ୍କର କଳହନ୍ତରିତା ଚଉତିଶା, ବିପ୍ରନାରାୟଣଙ୍କ ସ୍ୱାଧୀନ ଭର୍ତ୍ତୃକା ଚଉତିଶା ଇତ୍ୟାଦି। 3ରେ ନାୟକ ଓ ନାୟିକାଙ୍କ ମିଳନ ବିଚ୍ଛେଦକୁ ଆଧାର କରି ରଚିତ ହୋଇଛି ବଂଶୀଙ୍କ କାନ୍ତ ବିଚ୍ଛେଦ ଚଉତିଶା, ଅର୍ଜୁନ ଦାସଙ୍କ ମିଳନ ଚଉତିଶା, ପରମାନନ୍ଦଙ୍କ ସୀତା ବିଚ୍ଛେଦ ଚଉତିଶା ଇତ୍ୟାଦି। 4ରେ ଦେବ ଦେବୀଙ୍କ ନାମାନୁସାରେ ରଚିତ ହୋଇଛି ଚଉତିଶା, ଦିବାକରଙ୍କ ଗଣେଶ ସ୍ତୁତି ଚଉତିଶା, ଉପେନ୍ଦ୍ରଙ୍କ ନୀଳାଦ୍ରୀଶ ଚଉତିଶା, ଅମର ସିଂହଙ୍କ ସୋମେଶ୍ୱର ଜଣାଣ ଚଉତିଶା, କୃତ୍ତିବାସଙ୍କ ବାଲୁକେଶ୍ୱର ଜଣାଣ ଚଉତିଶା ଇତ୍ୟାଦି। 5ରେ ଲୋକପ୍ରିୟ ରାଗରାଗିଣୀ ଅନୁସାରେ ରଚିତ ହୋଇଛି ଧନଞ୍ଜୟ ଭଞ୍ଜଙ୍କ ବଙ୍ଗଳାଶ୍ରୀ ଚଉତିଶା, ବଳରାମ ଦାସଙ୍କ କଳସାବାଣୀ ଚଉତିଶା, ମୁକୁନ୍ଦଙ୍କର ଆଷାଢ଼ ଶୁକ୍ଳ ଚଉତିଶା, ବିଷ୍ଣୁ ଦାସଙ୍କର ଚକ୍ଷୀ ଚଉତିଶା ଇତ୍ୟାଦି। 6ରେ ବିଭିନ୍ନ ପ୍ରସିଦ୍ଧ ଘଟଣାକୁ ଆଧାର କରି ରଚିତ ହୋଇଛି ଅନେକ ଚଉତିଶା, ଦୀନକୃଷ୍ଣଙ୍କ ସ୍ନାନୋତ୍ସବ ଚଉତିଶା, ପୀତାମ୍ବରଙ୍କ ଧନୁଭଗ୍ନ ଚଉତିଶା, ଗୋପୀନାଥଙ୍କ ମଥୁରା ବିଜେ ଚଉତିଶା ଇତ୍ୟାଦି। ତାପରେ ଦେଖିଦେବେ ଦେଇଛି କେତେଗୁଡ଼ିଏ ଚଉତିଶାର ବିଭାଗୀକରଣ। ବିଷୟବସ୍ତୁ ଦୃଷ୍ଟିରୁ ଚଉତିଶାକୁ ଏପରି ବିଭକ୍ତ କରାଯାଇପାରେ, ଯଥା ସନ୍ଦେଶମୂଳକ, ଶୋକ ବା ବିଳାସମୂଳକ, 3ରେ ବ୍ରହ୍ମଜ୍ଞାନମୂଳକ, 4ରେ ବୈରାଗ୍ୟମୂଳକ, 5ରେ ସ୍ତୁତିମୂଳକ, 6ରେ ମିଳନ ବିରହମୂଳକ, 7ରେ ଆଳଙ୍କାରିକ, 8ରେ ବ୍ୟଙ୍ଗାତ୍ମକ, 9ରେ ଶାସ୍ତ୍ର ବିଷୟକ, 10ରେ ଉପଦେଶାତ୍ମକ, 11ରେ ଭବିଷ୍ୟବାଣୀମୂଳକ। ଭାବର ସାନ୍ଦ୍ରତା ଦୃଷ୍ଟିରୁ ଚିଟାଉ ଚଉତିଶା, କଥା ଚଉତିଶା, ଅଳଙ୍କାର ଚଉତିଶା, ଶୃଙ୍ଗାର ରସାତ୍ମକ, 9ରେ ତତ୍ତ୍ୱାତ୍ମକ, 4ରେ ବୈରାଗ୍ୟମୂଳକ, 6ରେ ଭକ୍ତିମୂଳକ, 10ରେ ଖେଦାତ୍ମକ। କଥା ଚଉତିଶା, ଚିଟାଉ ଚଉତିଶା, ଖେଦ ଚଉତିଶା ଦେଖିଦେବେ, ଅଳଙ୍କାର ଚଉତିଶା, ବୈରାଗ୍ୟମୂଳକ ଚଉତିଶା, ଭକ୍ତିମୂଳକ ଚଉତିଶା, ତତ୍ତ୍ୱମୂଳକ ଚଉତିଶା ଓ ଅନ୍ୟାନ୍ୟ ଚଉତିଶା। ଇଏ ଥିଲା ଆମର ଚଉତିଶା। ଚଉତିଶାରେ ସମାଜର ଚଳଣି, ସମସ୍ୟା, ସୁଖ ଦୁଃଖ ବିବିଧ କାର୍ଯ୍ୟକଳାପ ରୂପ ନେଇଥାଏ। ଚଉତିଶାର ଶୈଳୀ ଓ ଭାଷା ପାଠକ ଶ୍ରୋତା ପ୍ରାଣକୁ ସ୍ପର୍ଶ କରିଥାଏ। ଏହା ଏକ ଗଣ ସାହିତ୍ୟ କହିଲେ ଭୁଲ ହେବ ନାହିଁ। ଆଲୋଚକ ସୁରେନ୍ଦ୍ର ମହାନ୍ତିଙ୍କ ମନ୍ତବ୍ୟ ଏଠାରେ ପ୍ରଣିଧାନଯୋଗ୍ୟ। ଆସନ୍ନ ସନ୍ଧ୍ୟାର ଧୂସର ଆଲୋକରେ ଏହି ଚଉତିଶାଗୁଡ଼ିକ କୋମଳ ଅନୁରଣନ ଆଜି ଗ୍ରାମାଞ୍ଚଳରେ ଚୂନଲିପା ପାଠଶାଳାମାନଙ୍କରେ ନୀରବ ହୋଇ ପାରିଥାଏ, ମାତ୍ର ପ୍ରତି ଓଡ଼ିଶାର ମର୍ମଭୂମିରେ ଏହା ତଥାପି ଉଜ୍ଜୀବିତ ରହିଛି। ତାହେଲେ ଇଏ ଥିଲା ଆମର ଚଉତିଶା। ମୁଁ କେବଳ ସର୍ଟରେ ହିଁ ପଢ଼ିଦେଲି, ଆପଣମାନେ ଦେଖିଦେବେ। ତ ଇଏ ଆମର ହେଉଛି ଚଉତିଶା।